ସମସ୍ତେ ଏ କଥା ଅନୁଭବ କରିଥିବା ଜାଣିଥିବା ଯେତେବେଳେ ଗୋଟେ ପୁଅଟିଏ ଚାକିରି ପାଇଯାଏ ସବୁଠାରୁ ତା ଘରର ସମସ୍ତ ଲୋକ ବହୁତ ଖୁସି ହୁଅନ୍ତି, ତାକୁ ମିଠା ମାଗନ୍ତି, ତାକୁ ସାଙ୍ଗସାଥି ମାନେ ଭୋଜି ମାଗନ୍ତି। କିନ୍ତୁ ତା ଚାକିରି ପାଇବା ଫଳରେ ପରେ ଯେତିକି ଖୁସି ତା ବାପା ହେଇଥାଏ ନା, ଆଉ ସେତିକି ଦୁଃଖ ମଧ୍ୟ କରିଥାଏ, କଷ୍ଟ ମଧ୍ୟ ପାଇଥାଏ ଏବଂ କାନ୍ଦି ମଧ୍ୟ ଥାଏ। ଜାଣିଛନ୍ତି କାହିଁକି? କାରଣ ସେଇଦିନ ବାପ ଜାଣିପାରେ କ'ଣ ନା ଏ ସଂସାରରେ ବହୁତ ଦୁଃଖ କଷ୍ଟ ତା ପୁଅକୁ ବର୍ତ୍ତମାନ ସାମ୍ନା କରିବା ପାଇଁ ପଡ଼ିବ। ସେ ତା ବାପା ଆଗରେ ଆଉ ପଇସା ପାଇଁ ହାତ ପତେଇବା ପାଇଁ ପଡ଼ିବନି। ତା ବାପାକୁ ସହିତ କାନ୍ଧ ମିଶାଇ ତା ଘରର ଦାୟିତ୍ୱ ସବୁକୁ ତୁଲେଇବା ପାଇଁ ପଡ଼ିବ। ବାପା ମାଆଙ୍କର ଔଷଧ ଖର୍ଚ୍ଚ, ଭଉଣୀର ବାହାଘର, ଭାଇର ପାଠ ପଢ଼ିବା, ଏ ସମସ୍ତ ଦାୟିତ୍ୱ ଭିତରେ ସେ ଜୀବନର ନିଜର ସୁଖକୁ ଭୁଲିଯିବ। ସମସ୍ତଙ୍କ ପାଇଁ ସବୁ କିଛି କରିବା ବେଳେ ନିଜର ସବୁ କିଛିକୁ ସେ ଭୁଲିଯିବ, ନିଜର ସୁଖକୁ ଜଳାଞ୍ଜଳି ଦେଇଦେବ। ଏଇ କଥା ତା ବାପା ଜାଣିପାରେ। ସେଥିପାଇଁ ତା ପୁଅର ଚାକିରି ପାଇସାରିଲା ପରେ ନା ସେ ବହୁତ କାନ୍ଦିଥାଏ। ଠିକ୍ କହିଲି ନା? ଜୟ ଜଗନ୍ନାଥ।